ଲଗାଣ ବର୍ଷାରେ ବୁଡ଼ିଲା ଦାଣ୍ଡ, ଘରେ ଘରେ ପଶିଲା ଆଣ୍ଠୁଏ ପାଣି। ବିଜୟ ଦଶମୀରେ ପୂଜା ମଣ୍ଡପ ହେଲା ଖାଁ ଖାଁ। ଫଳରେ ବିଭିନ୍ନ ସ୍ଥାନରେ ଜଳରେ ପୁରୀ ରହିଲା ରାସ୍ତାଘାଟ ସହ ମୋହନ ପୋଡ଼ାର 26 ନମ୍ବର ଜାତୀୟ ରାଜପଥ, ଯାହା ଯାନବାହନ ଯାତାୟାତ ସମୟରେ ଦେଖା ଦେଇଛି ବିଭିନ୍ନ ସମସ୍ୟା। କେବଳ ସେତିକି ନୁହେଁ, ଲକ୍ଷ ଲକ୍ଷ ଟଙ୍କାର ଧାନ ଫସଲ ହେଲା ନଷ୍ଟ। ଏପରି ଘଟଣା ଘଟିଛି କୋରାପୁଟ ଜିଲ୍ଲା ସେମିଲ ଗୁଡ଼ା ଗ୍ରାମରେ, ଯାହା ପାଇଁ ଆଜି ଲୋକ ହନ୍ତସନ୍ତ। କୁହାଯାଏ ବର୍ଷା ହେଲେ ଘରକୁ ପଳାଇ ଆସ, କିନ୍ତୁ ସେଇ ଘର ଗୁଡ଼ିକରେ ଯଦି ପଶିବ ପାଣି ତାହେଲେ ଲୋକେ ଯିବେ କୁଆଡ଼େ? ସେହିପରି ଓଡ଼ିଆଙ୍କ ଜୀବନେ ମୁଠେ ପଖାଳ କଂସା, କିନ୍ତୁ ସେ ବି ହେଲା ନଷ୍ଟ। ଏକଥା ଆମେ ଏଥିପାଇଁ କହୁଛୁ କାରଣ ଲଗାଣ ବର୍ଷାରେ ଧାନ ବିଲରେ ପାଣି ପଶି ସେ ବି ହେଲା ନଷ୍ଟ। ଏହା ତ 26 ନମ୍ବର ଜାତୀୟ ରାଜପଥରେ ବଡ଼ ବଡ଼ ଖାଲ ଢିପ ସୃଷ୍ଟି ହୋଇଛି, ଯାହା ପାଇଁ ସେଥିରେ ପାଣି ପଶିବାରୁ ଲୋକମାନେ ଯାତାୟାତ କରିବାରେ ବହୁ ଅସୁବିଧା ସମ୍ମୁଖୀନ ହେଉଛନ୍ତି। କୋରାପୁଟରୁ ଜୟରାମ ଚୌଧୁରୀଙ୍କ ରିପୋର୍ଟ, ସମସ୍ୟା ନ୍ୟୁଜ୍।